କୁଶଳୀ ରାଜମିସ୍ତ୍ରୀଙ୍କ ଅକାଳ ବିୟୋଗ ଖବର ପାଇ ବଡପାଟନା ସରପଞ୍ଚ ବିନତି ବାନାରା ଟାଇଁସିରା ଗ୍ରାମରେ ପହଞ୍ଚିଥିଲେ। ପାଟନା ମୁଖ୍ୟାଳୟ ଟାଇଁସିରା ବାସିନ୍ଦା ତଥା କୁଶଳୀ ରାଜମିସ୍ତ୍ରୀ ଗଗନ କାରୁଆଙ୍କ ବୁଧବାର ରାତିରେ ଅକାଳ ବିୟୋଗ ଘଟିଛି। କିଛିଦିନ ହେଲା ସେ ପେଟ ରୋଗରେ ପୀଡ଼ିତ ଥିଲେ। ସେ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ପାଟନା ଡାକ୍ତରଖାନା ଉପରେ କଟକ ବଡ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତି 3ଟା ପାଖାପାଖି ଦେହାନ୍ତ ହୋଇଥିଲା। ସେ ଜଣେ କୁଶଳୀ ରାଜମିସ୍ତ୍ରୀ ଭାବେ ବେଶ ଜଣାଶୁଣା ଥିବା ବେଳେ ଜଣେ ଭଦ୍ର ନିଷ୍ଠଭାଷୀ ଓ ଦୟାଳୁ ବ୍ୟକ୍ତି ଭାବେ ସମସ୍ତଙ୍କ ପ୍ରିୟ ପାତ୍ର ଥିଲେ। ସେ ବିଜେପିର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ଖବର ପାଇ ବଡପାଟନା ସରପଞ୍ଚ ବିନତି ବାନାରା ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାର 3000 ଟଙ୍କା ନଗଦ ସହାୟତା ପ୍ରଦାନ କରିଥିଲେ। ପଞ୍ଚାୟତ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଅକ୍ଷୟ କୁମାର ସାହୁଙ୍କ ସହ ଅନ୍ୟ ବିଶିଷ୍ଟ ବ୍ୟକ୍ତି ତାଙ୍କ ଘରକୁ ଯାଇ ଅନ୍ତିମ ଦର୍ଶନ କରିଥିଲେ। ଅକ୍ଷୟ କୁମାର ସାହୁ ସଂସ୍କାର କରିବାରେ ଆର୍ଥିକ ସହଯୋଗ କରିଥିବା ବେଳେ ଟାଇନଶିରା ଶ୍ମଶାନ ଘାଟରେ ତାଙ୍କର ସଂସ୍କାର କରାଯାଇଥିଲା। ସେ ବିଜେପିର ଜଣେ ଆଗଧାଡିର କାର୍ଯ୍ୟକର୍ତ୍ତା ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟକର୍ତ୍ତା ତାଙ୍କୁ ଅନ୍ତିମ ଦର୍ଶନ କରିବାକୁ ପହଞ୍ଚି ନଥିଲେ। ଏନେଇ ବିଜେପି ବରିଷ୍ଠ ନେତା ଅକ୍ଷୟ ସାହୁ ଦୁଃଖ ପ୍ରକାଶ କରିବା ସହ କର୍ମୀମାନଙ୍କ ଭଲମନ୍ଦରେ ସାମିଲ ହେବା ପାଇଁ ଅନୁରୋଧ କରିଥିଲେ। ବ୍ୟୁରୋ ରିପୋର୍ଟ ସବୁଜ ନ୍ୟୁଜ।